ଖେଳୁଥିବା ପିଲାଙ୍କ ଉପରୁ ଟିକେ ଆଖି ବୁଲାଇ ଦେଇଥିଲେ ବୋଲି କୋଳ ଶୂନ୍ୟ କରିଦେଲା କାଳ। ଚିତ୍କାର ଛାଡ଼ି କାନ୍ଦୁଥିବା ମା ମାନଙ୍କର ଦୁଇ ସନ୍ତାନ ସବୁଦିନ ପାଇଁ ଶୋଇଯାଇଛନ୍ତି ଚିରନିଦ୍ରାରେ। କୋଉ ମାର ହୃଦୟ ସହିବ କହିଲେ? ସଂଖାଳୀମାନଙ୍କ ମର ଶରୀର ଦେଖି ଭୂଇଁରେ ଲୋଟି ଯାଉଛି। ଏ ଦୃଶ୍ୟ ଯେତିକି ହୃଦୟ ବିଦାରକ ସେତିକି ମର୍ମାହତ କଲା ଭଳି ମୁହୂର୍ତ୍ତ। ବାପା ହତବାଗ ଆଉ ମାର କାନ୍ଦ ସରୁନି। ଘଡ଼ିକି ଘଡ଼ି ଚେତାଶୂନ୍ୟ ହୋଇ ପଡ଼ୁଛି। ପୁଣି ଚେତା ଫେରିଲେ ରାହା ଧରି କାନ୍ଦୁଛି। ଟିକିଏ ଦାୟିତ୍ୱହୀନତା ପାଇଁ ଏ ଦଶା ଭୋଗିଛନ୍ତି ଏହି ଅଭାଗିନୀ ମା। ଘର ପାଖର ପୋଖରୀ ଯେ ଦୁଇ ଶିଶୁଙ୍କ ଜୀବନ ନେଇଯିବ ଏକଥା କେବେ ବି ଭାବିନଥିଲେ। ଖେଳୁଥିବା ପିଲାଙ୍କ ଉପରେ ଯଦି ଟିକିଏ ନଜର ରଖିଥାନ୍ତେ ତେବେ ଆଜି ଏଭଳି ଦିନ ଦେଖିବାକୁ ପଡ଼ିନଥାନ୍ତା। ଅକାଳରେ ଦୁଇ ଭାଇଙ୍କର ଦୁଇ କଅଁଳା ଶିଶୁ ହାତ ଧରାଧରି ହୋଇ ଆରପାରିକୁ ଚାଲି ଯାଇନଥାନ୍ତେ। ଯାଜପୁର ମଙ୍ଗଳପୁର ଥାନା କୁଳସାହି ଗାଁର ଏ ଘଟଣା ପୁରା ସ୍ତବ୍ଧ କରିଦେଇଛି ଗାଁ ଲୋକଙ୍କୁ। ଭାଇ ଭଉଣୀ ଗଲେ ପାଣିରେ ବୁଡ଼ିକି ଘର ପାଖର ପୋଖରୀ ଆଉ ଇଆଡ଼େ ରୋଷେଇ କରୁଥିଲେ ମାନେ କେହି ଜାଣିନାହାନ୍ତି। ଛୁଆ ଖେଳୁ ଖେଳୁ କେମିତି କ'ଣ ଗୋଡ଼ ଖସି ଯାଇଛି। ଖସି ଯିବାରୁ ଦେଖିଲା ପରେ 5-10 ମିନିଟ୍ ପରେ ଛୁଆ ପାଣି ପିଇକି ଆମେ ତ ନେଇକି ଆସିଲୁ ଆଉ ମଙ୍ଗଳପୁର ନେଇଲୁ। ମଙ୍ଗଳପୁର କଲେଜ ଟାଉନ ନେଇଯାଉ। ମାନସ ପୁଅ ଆଉ ମିଥୁନ ଝିଅ। ଶନିବାର ମଧ୍ୟାହ୍ନ ସମୟରେ ମା ବ୍ୟସ୍ତ ଥିଲେ ରୋଷେଇ କରିବାରେ। ଦୁଇ ଭାଇ ଭଉଣୀ ଘର ପାଖରେ ଖେଳୁଥିଲେ। ଏହି ସମୟରେ କ'ଣ ଘଟିଛି ଜଣା ନାହିଁ। ରୋଷେଇ ସାରି ଖାଇବା ପାଇଁ ଯେତେବେଳେ ପିଲାମାନଙ୍କୁ ଖୋଜିଲେ ସେତେବେଳେ ଦେଖିବାକୁ ପାଇଲେ ପିଲାମାନେ ପୋଖରୀରେ ଭାସୁଛନ୍ତି। ଦୁଇ ଶିଶୁଙ୍କ ବାପା ମାନସ ଜେନା ଓ ମିଥୁନ ଜେନା ଉଭୟଙ୍କୁ ଉଦ୍ଧାର କରି ମଙ୍ଗଳପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ଯାଜପୁର ମେଡିକାଲରେ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଛନ୍ତି। ଦୁଇ ଶିଶୁଙ୍କ ମୃତ୍ୟୁ ଘୋଷଣା ପରେ ଏ ଥିଲା ମେଡିକାଲରେ ମା ମାନଙ୍କର ବୁକୁ ଫଟା କାନ୍ଦ। ଯାଜପୁରରୁ ସଞ୍ଜୀବ ନାୟକଙ୍କ ରିପୋର୍ଟ, ଓଡ଼ିଶା ରିପୋର୍ଟର।